ବାହାନଗା ଟ୍ରେନ୍ ଦୁର୍ଘଟଣାର ହୃଦୟ ବିଦାରକ ଦୃଶ୍ୟକୁ ଆଜି ହେଉଛି 1 ବର୍ଷ। ବାହାନଗା ଟ୍ରେନ୍ ଦୁର୍ଘଟଣାର ହୃଦୟ ବିଦାରକ ଦୃଶ୍ୟକୁ ଆଜି ହେଉଛି 1 ବର୍ଷ, ଯାହା ଯେଭଳି ଦିନଟିକୁ ସମସ୍ତ ଜନସାଧାରଣ ଲୋକମାନେ ମନେ ରଖିଥିବେ, କାରଣ ଆଜକୁ ଠିକ୍ 1 ବର୍ଷ ପୂର୍ବରୁ ଘଟିଥିଲା ବାହାନଗା ରେଳ ଦୁର୍ଘଟଣାର ହୃଦୟ ବିଦାରକ ଦୃଶ୍ୟ, ଯାହା ଆଜିକା ଦିନରେ ଏହି ବାହାନଗା ଟ୍ରେନ୍ ଦୁର୍ଘଟଣାରେ ଶହ ଶହ ସଂଖ୍ୟାରେ ଲୋକମାନଙ୍କର ମୃତ୍ୟୁବରଣ ହୋଇଥିବା ବେଳେ ବହୁ ସଂଖ୍ୟକ ଲୋକମାନେ ଆହତ ହୋଇ ଚିକିତ୍ସା ହେବା ପରେ ନୂତନ ଜୀବନ ଫେରି ପାଇଥିଲେ। ଏଥିସହ ଏହି ବାହାନଗା ଟ୍ରେନ୍ ଦୁର୍ଘଟଣାରେ କେତେ ମା ପୁଅକୁ ହରାଇଛନ୍ତି ତ ଆଉ କିଏ ଭାଇ ସ୍ୱାମୀ ବାପା ମାଙ୍କୁ ହରାଇଥିଲେ। ଏହି ଛାତିଥରା ବାହାନଗା ରେଳ ଟ୍ରାଜେଡିକୁ ଆଜି 1 ବର୍ଷ ପୂରିଛି। ସେହି ଦିନରେ ଶବ ପାହାଡ଼ ଗଦା ଭିତରେ ପରିଚୟ ଖୋଜୁଥିବା ଲୋକମାନଙ୍କ ମନରୁ ଏଯାଏ ଲିଭି ନାହିଁ। ସେହି ଦିନର କାଳରାତ୍ରିକୁ ଏବେ ବି ଭୁଲି ପାରି ନାହାନ୍ତି। ଟ୍ରେନ୍ ଦୁର୍ଘଟଣାରେ ଆହତ ହୋଇ ଚିକିତ୍ସା ପରେ ଘରକୁ ଫେରୁଥିବା ଯାତ୍ରୀମାନଙ୍କ ସହିତ ବାହାନଗାବାସୀ ଯେଉଁମାନେ ସେଦିନର ଦୃଶ୍ୟକୁ ନିଜ ଆଖି ଆଗରେ ଦେଖିଥିଲେ, ଆଜି ମନେ ପଡ଼ିଗଲେ। ଲୋକମାନଙ୍କର ଲୋମମୂଳ ଟାଙ୍କୁରି ଉଠିଥିଲା। ବ୍ୟୁରୋ ରିପୋର୍ଟ, ଓଡ଼ିଶା ନ୍ୟୁଜ୍ 18।